ଛବିଳ ମାତ୍ରା ଓ ଫଳା ଶିକ୍ଷାର ପଞ୍ଚମ ଦିବସରେ ଆଜି ଆମେ ଉକାର ଉପରେ ଗୋଟେ ସୁନ୍ଦର କାହାଣୀଟେ ପଢ଼ିବା। କାହାଣୀଟିର ନାମ ହେଉଛି ଯଦୁ ଓ ମଧୁ। କୁଆର କା କା ଡାକ ଶୁଣି ଯଦୁ ବିଛଣାରୁ ଉଠି ପଡ଼ିଲା। ଏଥର ତାକୁ ଯିବାକୁ ପଡ଼ିବ ପଡ଼ିଆକୁ। ପଡ଼ିଆକୁ ଯିବା ଆଗରୁ ତାକୁ ମଧୁ ଘରକୁ ଯିବାକୁ ହେବ। ପଡ଼ିଆକୁ ପାଣି ବୁହାଇ ଓଦା କରିବାକୁ ହେବ। ଓଦା ହେବା କ୍ଷଣି ଏହାକୁ ସମତଳ କରିବାକୁ ପଡ଼ିବ। ଯଦୁ ମଧୁର ଭଲ ସାଥୀ। ଉଭୟ ବହୁତ ଚତୁର। ଦୁଇ ସାଥୀ କାମକୁ ବାହାରିବାରୁ ଯଦୁର ବାପା ରାଧୁ ସାହୁର ରାଗ ମଥାକୁ ଚଢ଼ିଗଲା। ରାଧୁ ସାହୁ କହିଲେ, ସକାଳୁ ସକାଳୁ ପାଠ ନ ପଢ଼ି ଏଇଆ କରୁଛ? ଯଦୁ କହିଲା, ଆଉ ଏପରି କରିବୁନି। ରାଧୁ ସାହୁ, ଏଣିକି ତୁ କ'ଣ କରିବୁ? ଯଦୁ କହିଲା, ସକାଳୁ ଉଠି ପାଠ ପଢ଼ିବି। ରାଧୁ ସାହୁ କହିଲେ, ଆଉ ତୁ ମଧୁ? ମଧୁ କହିଲା, ସକାଳୁ ଉଠି ପାଠ ପଢ଼ିବି। ରାଧୁ ସାହୁ, ଦୁଇ ଜଣ ଯାକ ସୁନା ପିଲା।